ମୋ ନାଁ ବଷ୍ଟମଚରଣ ରାଉତ। ମୁଁ ଭରତପୁର ପଞ୍ଚାୟତର ବିଜେପିର ସଭାପତି କହୁଛି। କ'ଣ କହିବେ ଯେଉଁ ଶମଶାନ ପାଖରେ ଯେଉଁ ଲାଇଟ୍ ଜଳୁଥିଲା ସୋଲାର ଲାଇଟ୍ କୁଆଡ଼େ ଗଲା? ଆମ ଏ ଜଗନ୍ନାଥପୁର କଦମପଡ଼ାରେ ଯେଉଁ ଶ୍ମଶାନ ଗୃହ କରାଯାଇଥିଲା, ଏଠାରେ ଗୋଟେ ସୋଲାର ଲାଇଟ୍ ଦିଆହେଇଥିଲା। ସେ ଆଗକୁ 2 ବର୍ଷ ତଳେ ସୋଲାର ଲାଇଟ୍ କ'ଣ ସବୁ ଖୋଲି ନେଇ ଆଉ ଭଲ ଲାଇଟ୍ ଦେବେ ବୋଲି କହିଲେ। ଜଳୁଥିଲା ଲାଇଟ୍? ହଁ, 2ଟିଆ ଲାଇଟ୍ ଦେବେ। ଏଇ ଲାଇଟ୍ ଜଳୁଥିଲା? ଏ ଲାଇଟ୍ ଜଳୁଥିଲା, ହୁଁ। ଆଉ ଭଲ ଲାଇଟ୍ ଦେବେ ବୋଲି କହିଲେ। ତାକୁ ଖୋଲି ନେଇଗଲେ ସରପଞ୍ଚ ବାବୁ, ନେଇଗଲେ। 2 ବର୍ଷ ହେଲାଣି ଏଠି ଲାଇଟ୍ ନାହିଁ। ଏ ଜାଗାରେ ଆମର ଜଗନ୍ନାଥପୁର ହେଇଥିଲେ ସୁଦ୍ଧା ବଳରାମପୁର, କଚିରିପଡ଼ା, ବଗଡ଼ା ପଞ୍ଚାୟତ ଲୋକମାନେ ଆସି ଶବଦାହ କରାଯାଉଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଲାଇଟ୍ଟି ଏଠାରେ ଲାଗିପାରିଲା ନାହିଁ। ଏ ଶମଶାନ ନାଁ କ'ଣ? ଏଇଟା ଶ୍ମଶାନ ହେଉଛି ପାଲୁଡ଼ିମା ଦଣ୍ଡା। ଦଣ୍ଡା ମାନେ କ'ଣ, ମାନେ କଦମପଡ଼ା ନା କ'ଣ ଯାଉଛି? ଏ କଦମପଡ଼ା ଶ୍ମଶାନ ଗୃହ କରାଯାଇଛି। ଏଇଟା କେନ୍ଦ୍ରାପଡ଼ା ବ୍ଲକ ଯାଉଛି ପ୍ରାୟ? ଏ କେନ୍ଦ୍ରାପଡ଼ା ବ୍ଲକ 1। ଆପଣଙ୍କର ଭରତପୁର ପଞ୍ଚାୟତ ଯାଉଛି? ଭରତପୁର ପଞ୍ଚାୟତ। ସରପଞ୍ଚ ନେଇଥିଲେ ଖୋଲିକିରି? ସରପଞ୍ଚ ନେଇଥିଲେ, ଏପର୍ଯ୍ୟନ୍ତ ଦେଇନାହାନ୍ତି। ଆଉ କ'ଣ ଏବେ ଜଣାଇବାକୁ ଚାହୁଁଛି, ଆଜି ପର୍ଯ୍ୟନ୍ତ ଲାଇଟ୍ ଲାଗିଲାନି। ଲୋକମାନେ 3ଟା ମୋ ପଞ୍ଚାୟତର ଲୋକମାନେ ଏଠି ଶବଦାହ କରୁଛନ୍ତି। ଆମେ ଆମ ପଞ୍ଚାୟତର ହେଇଥିଲେ କାହାକୁ ଅବରୋଧ କରିନୁ। ଆଜି ସବୁ ଅନ୍ଧାରରେ ସବୁ ଆସିକି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ।